ମୁଁ କାହିଁକି କରେ ନାହିଁ। ଉଦାହରଣ ଦେଖ, ମୁଁ କାହିଁକି ଖାଏ ନାହିଁ, ମୁଁ କାହିଁକି ପିଏ ନାହିଁ, ମୁଁ କାହିଁକି ଶୁଏ ନାହିଁ। ଏ ସବୁ ବାକ୍ୟ ଗୁଡ଼ିକ ଇଂରାଜୀରେ କେମିତି କରନ୍ତି ଦେଖିବା। ମୁଁ କାହିଁକି ଖାଏ ନାହିଁ, ଏଥିରେ କେତେଟା ଖଣ୍ଡ ଅଛି? ମୁଁ ଗୋଟେ ଖଣ୍ଡ, କାହିଁକି ଗୋଟେ, ଆଉ ଖାଏ ନାହିଁ ଗୋଟେ। ମୋ ପାଇଁ ଇଂରାଜୀରେ ଆମେ ଲେଖିବା ଆଇ, କାହିଁକି ପାଇଁ ହ୍ୱାଇ ବ୍ୟବହାର କରିବା, ଆଉ ଖାଏ ନାହିଁ ପାଇଁ ଆମେ ଡୁ ନଟ୍ ଇଟ୍ କିମ୍ବା ଡଜ୍ ନଟ୍ ଇଟ୍ ସାଧାରଣତଃ ବ୍ୟବହାର କରନ୍ତି। କିନ୍ତୁ ଏଠି କ'ଣ ବ୍ୟବହାର କରାଯିବ ତା ପାଇଁ ନିୟମ ପକେଇବା। ସେଇ ନିୟମ ଗୋଟିଏ ନିୟମ କ'ଣ? କର୍ତ୍ତା ଯଦି ଆଇ, ୟୁ କିମ୍ବା ବହୁବଚନ ତାହେଲେ ଜାଣିଦେବ ଯେ ଡୁ ନଟ୍ ବସିବ। ଆଉ କର୍ତ୍ତା ଯଦି ଆଇ ହେଇନଥିବ, ୟୁ ହେଇନଥିବ କିମ୍ବା ବହୁବଚନ ହେଇନଥିବ ତାହେଲେ ତମେ ଡଜ୍ ନଟ୍ ଲଗେଇବ। ଏଠି ବର୍ତ୍ତମାନ କର୍ତ୍ତା ଆଇ ଅଛି, ତେଣୁ ଡୁ ନଟ୍ ଲାଗିଲା। ହ୍ୱାଇ ଡୋଣ୍ଟ ଆଇ ଇଟ୍, ହ୍ୱାଇ ଆଗେ ଲେଖିବା, ତାପରେ ଡୋଣ୍ଟ, ତାପରେ ଆଇ ଇଟ୍। ହ୍ୱାଇ ଡୋଣ୍ଟ ଆଇ ଇଟ୍, ୟା ମାନେ ମୁଁ କାହିଁକି ଖାଏ ନାହିଁ। ଠିକ୍ ସେଇଭଳି ଆମେ ଅନ୍ୟ ବାକ୍ୟ ଗୁଡ଼ିକ ଏଇ ଢାଞ୍ଚାରେ ବନେଇ ପାରିବା। ମୁଁ କାହିଁକି ପଢ଼େ ନାହିଁ, ହ୍ୱାଇ ଡୋଣ୍ଟ ଆଇ ରିଡ୍। ମୁଁ କାହିଁକି ଖେଳେ ନାହିଁ, ହ୍ୱାଇ ଡୋଣ୍ଟ ଆଇ ରାଇଟ୍, ହ୍ୱାଇ ଡୋଣ୍ଟ ଆଇ ପ୍ଲେ। ମୁଁ କାହିଁକି ଲେଖେ ନାହିଁ, ହ୍ୱାଇ ଡୋଣ୍ଟ ଆଇ ରାଇଟ୍। ଏମିତି ଆମେ ଆଗେଇ ପାରିବା।